ରାଧେ ରାଧେ ସାଙ୍ଗମାନେ, ମୁଁ ମାମୁନି ସ୍ୱାଗତ କରୁଛି ମୋର ନ୍ୟୁ ୟୁଟ୍ୟୁବ୍ ଚ୍ୟାନେଲ୍ ଗଞ୍ଜାମ ଝିଅ କନ୍ଧମାଳ ବୋହୂକୁ। ତ ସାଙ୍ଗମାନେ, ଆପଣମାନେ କେମିତି ଅଛନ୍ତି? ମୁଁ ତ ବହୁତ ଭଲ ଅଛି। ମୁଁ ଆଶା କରୁଛି ଭଗବାନଙ୍କ ଦୟାରୁ ଆପଣମାନେ ବି ବହୁତ ଭଲରେ ଥିବେ। ତ ସାଙ୍ଗମାନେ କ'ଣ କରୁଛନ୍ତି? ଏପଟେ ତ ବହୁତ ବର୍ଷା ହେଉଛି ଫୁଲବାଣୀରେ। ତ ଆପଣମାନେ ଯେଉଁଠି ବି ଅଛନ୍ତି, ମୋ ଭିଡ଼ିଓ ଦେଖୁଛନ୍ତି, ଆପଣଙ୍କ ସେଇଠି ବର୍ଷା ହେଉଛି କି ନାହିଁ ମୋତେ କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। ଏପଟେ ତ ବର୍ଷା ହେଉଛି, ଝିପଝିପ୍ ବର୍ଷା ହେଉଛି, ଜୋର ବି ହେଉନି। ତ ବର୍ଷା ପାଗକୁ କ'ଣ କରିବା, ବହୁତ ବିରକ୍ତ ଲାଗୁଛି। ତ ଆଜି ସକାଳ ଜଳଖିଆରେ ନା ମୁଁ ଆଳୁ ପରଟା ବନେଇବା ପାଇଁ ଯାଉଛି। ଆଳୁ ପରଟା ବନେଇକି ଖାଇବି। ଆପଣମାନେ କିଏ କିଏ ଜଳଖିଆ କରିସାରିଲେଣି ମୋତେ କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। ତ ଚାଲନ୍ତୁ, ମୁଁ ଆଳୁ ପରଟା କରୁଛି, ଆପଣମାନଙ୍କୁ ଦେଖାଉଛି। ଆଜିର ଭିଡ଼ିଓଟି ଆଳୁ ପରଟାରୁ ଆରମ୍ଭ କରୁଛି ମୁଁ। ତ ସାଙ୍ଗମାନେ, ମୁଁ ବର୍ତ୍ତମାନ କିଚେନକୁ ଆସିଯାଇଛି। ଆଳୁ ପରଟା ବନାଉଛି। ଆଉ ମୁଁ କେମିତି କ'ଣ ବନେଇବି ଆପଣମାନଙ୍କୁ ଦେଖାଉଛି। ଦେଖନ୍ତୁ, ଆଳୁ ପରଟା ବନେଇବା ପାଇଁ ମୁଁ ଏଠି ଆଳୁର ମସଲା ରେଡ଼ି କରିଦେଇଛି। ଏପଟେ ଅଟା ବି ଦଳି ନେଇଯାଇଛି। ତ ଚାଲନ୍ତୁ ବେଲିବା। ବେଲଣା ବାଡ଼ି ବି ଏଇଠି ଅଛି। ମୁଁ ଆ ଉପରେ ହିଁ ବେଲୁଛି, ସେଲ୍ଫ ଉପରେ। ତ ଚାଲନ୍ତୁ, ମୁଁ ବେଲିବା ଆରମ୍ଭ କରୁଛି, ଆପଣମାନଙ୍କୁ ଦେଖାଉଛି। ପ୍ରଥମେ ଆ ଉପରେ ଅଟା ଟିକେ ମୁଁ ଛିଞ୍ଚି ନେଇଯାଇଛି। ଅଟା ଗୁଳା ଗୋଟେ ନେଇଯାଇଛି। ମୁଁ ତାକୁ ହାତରେ ଗୋଲ ବନେଇଦେବି। ଗୋଲ ତ ବନେଇ ନେଇଛି। ମଣ୍ଡା ପିଠା ଯେମିତି କରନ୍ତି ନା, ସେ ଟାଇପ୍ର ଟିକେ ମଝିଟା ଏମିତି କରିନେବି। ଦେଖନ୍ତୁ, ବର୍ତ୍ତମାନ ଏଇଥିରେ ଆଳୁ ମସଲା ଦେଇଦେବା। ଆଳୁ ମସଲା ଦେଖନ୍ତୁ, ଆଳୁ ମସଲା ମୁଁ ନେଇଯାଇଛି। ତାକୁ ଏହିପରି ଭାବରେ ବର୍ତ୍ତମାନ ମୁଁ ବେଲି ନେଉଛି। ବେଲି ସାରିଲା ପରେ ଆପଣମାନଙ୍କୁ ଦେଖାଉଛି। ଦେଖନ୍ତୁ, ଏହିପରି ଭାବରେ ମୁଁ ବେଲି ନେଇଯାଇଛି ଆଳୁ ପରଟାକୁ। ଯେତେବେଳେ ବି ଆପଣମାନେ ଯେଉଁ ବି ପରଟା କରୁଛନ୍ତି, ଗ୍ୟାସ୍କୁ ଟିକେ ସିମ୍ କରିକି କରିବେ, ତାକି ଭିତରେ ଯେଉଁ ମସଲାଟା ନା ଭଲସେ ସିଝି ପାରିବ ଆଉ ଟେଷ୍ଟ ବି ଲାଗିବ। ତ ସିମ୍ରେ ହିଁ ଦେଖିନିଅନ୍ତୁ। ବର୍ତ୍ତମାନ ମୁଁ ପରଟା ପକାଇ ଦେଇଛି ତାୱାରେ, ସିମ୍ରେ ବସେଇଛି। ଦେଖନ୍ତୁ, ମୋର ପରଟା ବନିକି ରେଡ଼ି ହେଇଯାଇଛି। କେତେ ସୁନ୍ଦର ଦେଖାଯାଉଛି, ଦେଖିନିଅନ୍ତୁ। ଆପଣମାନେ ବି ଏମିତି ବନାନ୍ତୁ ଆଉ ଖାଆନ୍ତୁ, ମଜା ନିଅନ୍ତୁ ଆଳୁ ପରଟାର। ବର୍ଷା ପାଗକୁ ନା ଆଳୁ ପରଟା ଲାଜବାବ। ଦେଖିବା ପାଇଁ ତ ଏତେ ଟେଷ୍ଟ ଲାଗୁଛି, ଖାଇଲା ଆଉ କ'ଣ ଲାଗିବ। ମଖନ ମାରିକି ବନେଇ ସାଙ୍ଗମାନେ ଦେଖିନିଅନ୍ତୁ, ମୁଁ କେତେ ସାରା ବନେଇଛି ଆଳୁ ପରଟା। ଆଉ ବହୁତ ସଫ୍ଟ ବି, ଦେଖନ୍ତୁ ବହୁତ ସଫ୍ଟ ବି ଅଛି। ଆପଣମାନେ ବି ଏମିତି ବନାନ୍ତୁ ଆଉ ଖାଆନ୍ତୁ। ମୁଁ ବହୁତ ସାରା ବନେଇଛି, ସମସ୍ତେ ଖାଇବୁ ବୋଲି। ଚାଲନ୍ତୁ ଖାଇବା। ତ ଚାଲନ୍ତୁ, ଗରମା ଗରମ ପରଟା ଖାଇବା, ଦେଖିବା କେମିତି କ'ଣ ଲାଗୁଛି। ତ ପରଟା ଖାଇସାରିଲା ପରେ ମୁଁ ଏପଟେ ଆସି ଟିଭି ଦେଖୁଥିଲି। ଟିକେ ଦେଖନ୍ତୁ, ରବି ତେଜାର ଫିଲ୍ମ ଦେଇଥିଲା, ତ ଟିକେ ଦେଖୁଥିଲି। ବହୁତ ବଢ଼ିଆ ଲାଗିଲା। ତ ଦୁଃଖ ବି ଲାଗୁଛି, କ'ଣ କରିବା। ତାପରେ କ'ଣ କରିଥିଲା, ମୁଁ ଛାତ ଉପରକୁ ଟିକେ ଚାଲି ଯାଇଥିଲି। ଯେହେତୁ ବର୍ଷା ହେଉଥିଲା, ଦେଖିବା ପାଇଁ ଯାଇଥିଲି କେମିତି କ'ଣ ଦେଖାଯାଉଛି। କାହିଁକିନା ଆମ ଘର ପାଖରେ ପାହାଡ଼ ଅଛି। ତ ପାହାଡ଼ରେ ବର୍ଷା ହେଉଥିବା ଦୃଶ୍ୟ ବହୁତ ବଢ଼ିଆ ଲାଗେ ଦେଖିବା ପାଇଁ। ତ ଏମିତି ମୁଁ ଚାଲି ଯାଇଥିଲି ଟିକେ ଛାତ ଉପରକୁ ଦେଖିବା ପାଇଁ। ତାପରେ ଅପା କହିଲେ କି ବାବୁଙ୍କୁ ନେଇକି ଯାଅ ପୋଲିଓ ଦେବା ପାଇଁ। ତ ତା ସହିତ ଟିକେ ମୁଁ ଗେଲ ହେଇଯାଉଛି। ସେ କ୍ୟାମେରାକୁ ଅନେଇକି ରହିଛି। ଆଉ ମୁଁ ଆବା ଦେଇଦେ ତାକୁ କହୁଛି, ସେ ଶୁଣୁନି ଜମାରୁ ବି। ମୁଁ କ୍ୟାମେରାକୁ ଅନେଇକି ରହିଛି, ଟା କରୁଛି। ତାପରେ ଦେଖନ୍ତୁ, କେତେ ଫୁଲିଲୋ ମୋ ଗେଲୁ, ମୋ ଧନ। ମୁଁ ଯେତେ କହିଲେ ବି ସେ ଦେବନି। ଆବା ତା ମନ ପାଇଥିଲେ ହିଁ ସେ ଦେବ। ତ ଏମିତି ମୋ ବାବୁ, ମୋ ଧନ, ମୋ ଗେଲୁ, ମୋ ପୁଚୁ, ତା ହାସ ଦେଖ। ସେ ଯେତେବେଳେ ବି ମୋତେ ଦେଖି ଧରିବ ନା, ଏମିତି ମୋ ଗାଲ ଯାକୁ ଧରିକି ଏମିତି କରିବ। ତାପରେ ଆମେ ଚାଲି ଯାଇଥିଲୁ ତାକୁ ପୋଲିଓ ଦେବା ପାଇଁ। ଆଜି ତାକୁ ଇଞ୍ଜେକ୍ସନ ଦିଆହେବ। ମୋତେ ବହୁତ ଦୁଃଖ ଲାଗୁଛି ବିଚାରାକୁ। ତ ଏମିତି ଆମେ ଚାଲି ଯାଇଥିଲୁ। ଏଠି ଟୀକାକରଣ କେନ୍ଦ୍ର, ତ ଏଠି ଚାଲି ଯାଇଥିଲୁ ଆମେ। ତାପରେ କ'ଣ ହେଇଥିଲା ନା, ଆମେ ବସି ଯାଇଥିଲୁ। ବସିକି ତାକୁ ପ୍ରଥମେ ପୋଲିଓ ଦିଆ ହେଇଥିଲା ପାଟିରେ।
तापर तार डेट भी गड़ी जाइतिला माने एनएम दीदी कहले तार हाथ को प्रथमे दियाला। देखो मो गेलु कि कांद माने बेसी भी कांदिनी तार कांद जोर नुह। तापर जंघ को दिया एथिरे टिके अधिक कांदिला। ओहो दुख लगुच मते। तापर पोलियो दिया सरला पर आम आसी जाइलु। एटा हूँ आम घर पाख नदी तो से रास्ता दे आम जाऊँ आपटे तो नदी रे सब पत्थर थाए तो एमती आम चलीचु वर्षा पागरे मु गेलु भी चली देखो बाड़ दिया हो जाइए सेपटे नदी जावाई भी रास्ता अच्छी। तापर घर को आसी देखे तो बाबा आनिकी कौन थोइछंदी कला पॉलिथिन तो चलतु देखिए कौन अच्छी भितर। खोलिकी देखे तो मटन वाह कहीं बाबा मु कही मटन आने तो मो नहीं कि जेहेतु मटन आने जाइए कि मटन सरी जाइतिला तो कौन नहीं कि आसंदी ये मुंड मांस तो मुंड मांस को माने खाऊजंदी कमेंट माध्यम निहाती जनइबे। मु तो खाऊची आमती जेहेतु मु मटन रेसिपी आपण मानु दे देइची तो मु देलिनी डायरेक्ट मसला कषिकी मटन पकई नउची। मुंड मांस भी बहुत टेस्ट लगे एमती ना जे खाली मांस मांस टेस्ट लगे तार मुंड मांस भी मिक्सचर मांस भी ये सब प्रकार मिलूँ अलग अलग तो बहुत बढ़िया था। बाबा केजी नहीं आसते मन भांगिकी खाईनेली माने मते तो मटन मु मटन पागिली सत कह गले बहुत मटन पागिली। तापर एपटे दादा घर चिंगुड़ी करथिले तो चिंगुड़ी नहीं कि भी आसते कहीं दादा मत पचारे आसते कौन आनिया तो मुझे चिंगुड़ी नहीं आणतु तो चिंगुड़ी नहीं आसते तो खुड़ी बनईकी आम पाई आनी देइथिले। एपटे तापर मु कौन कली देखंतु कषा चलैची वर्तमान मुंड मांस पानी देनी पर पानी देवी तो एपटे एमती कषा कषी कली तापर पानी देदेली। देखंतु तार कलर कौन देखा जाउची लाजवाब। तापर ताकू कौन करिवे ना कवर करनेबा 5 मिनिट पाई ताकू छाड़ी दवा। तापर एपटे मु सीटी लगे छाड़देली तापर आसीगली बासन बासन टी थिला माजिया पाई बासन मजा काम वर्तमान चली मोर कौन करवा काम तो मु करने को पड़ो तो एमती चली बासन मजा काम आउे बासन माजु माजु मोर कुकर सीटी भी आसीगला। तापर मटन बनिकी रेडी देखनी केते सुंदर लगुच। तापर मेथी पत्र टी पकई नेली कलर तो लाजवाब थिला टेस्ट भी लाजवाब। आपण माने भी एमती जो माने को मटन खाइबा इच्छा फुलबाणी पड़े आसतु फुलबाणी मटन ही सबुठु बेस्ट मटन मो हिसाब रे आ कोठे मटन मिलबन तार जो बास्ना वाह। तापर मो बाबा खाइबा बाड़ी नहीं थी जेहेतु 2टा बाजी जाइतिला। तापर बाबा भी एपटे टीवी देखी देखी बसिकी खाउचंती हमर टीवी भी लागिची देखनी बाबा ये बस खाऊँ तो दांड घर खाऊँ दांड घर शोचंदी खाऊँ। तापर आसी मु खाइबा जेहेतु मटन पाई मु पागल हो जाइए गरम गरम तो खाई नेबा निश्चित तो मु नहीं आसती मो पाई भी मटन बहुत सारा तो चलतु खाइबा। हा 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 कौन लगुच बा आपण मैंने खाइले ही जानवे आ ये वीडियो को जो माने भी देखुचंदी एबे से मानकर लाळ निहाती बहुत हो मो हिसाब रे ठीक कहली ना। एबे मु कहया परे आपण माने भी हसीबारे लागिचंदी ठीक कहली ना कहीं ये मटन जी देखिए ना लाळ न गड़ी की रही पारिबनी मोर तो गड़ी जाए से मु आपण मानू भी कहि नउची। तो एमती मु खाइबा चलई थी बहुत मस्त थिला कुआड़े न देखी न चाहे मोर खिया चली एपटे मटन निहाती आपण मान निहाती लाळ गड़ुथे जो माने भी देखुचंदी। तापर चिंगुड़ी भी खाई नउची देखंतु आहा कौन लगुच मो तो एमती बार देखी तो खाइबा को पड़ुची चिकेन मटन केतेबेले तो आम घरे कम नहीं सब एमती ही चली थाए तो चलूँ तार मजा नवा तापर आम आसी जाइलु मार्केटिंग करने मो दियर मोर जेहेतु वर्षा होता मार्केटिंग कर सारूँ आम
କରିକି ବର୍ତ୍ତମାନ ଏବେ ଯିବା ପାଇଁ ବାହାରି ଯାଇଛୁ। ଆମର କିଣାକିଣି ସବୁ ସରିଯାଇଛି। ଯେହେତୁ ବେଶୀ ଗହଳି ନଥିଲା କାହିଁକିନା ବର୍ଷା ହେଇଛି କି ନାହିଁ, ତ ଏମିତି ହେଇ ତାପରେ ଆମେ କିଣାବିକା କରିକି ପୁଣି ପଳେଇ ଆସିଥିଲୁ। ଆଉ ବହୁତ ଶସ୍ତା ବି ଥିଲା। ଦେଖନ୍ତୁ ଏଇଟା ସାଇଡ଼ଟା, ଏଇ ସାଇଡ଼ରେ ବହୁତ ଦୋକାନ ପକାଉଥିଲେ ମାନେ ପରିବା। ତ ଆଉ ବର୍ଷା ଯୋଗୁଁ ବୋଲି ବେଶୀ ଲୋକ ଆସି ବି ନଥିଲେ, କମ୍ ଆସିଥିଲେ। ତଥାପି ଏତେ ବି କମ୍ ନୁହଁ, ଏମିତି ତ ଏମିତି ଆସି ଯାଇଥିଲେ। ଆମେ ତାପରେ ଚାଲିଛୁ ରାସ୍ତାରେ, ଦେଖନ୍ତୁ ରାସ୍ତାର ଦୃଶ୍ୟ। ମୁଁ ବଜାର ଯାଇଥିଲି, ବର୍ତ୍ତମାନ ପଳେଇ ଆସିଲିଣି। ବର୍ଷା ତ କୋଉ ପ୍ରକାର ହଉଥିଲା ଆପଣମାନଙ୍କୁ ଦେଖେଇ ଦେଇଛି। ତ ବର୍ଷା ହଉଥିଲା, ବର୍ଷା ଯେତେବେଳେ ଆମେ ଗଲୁ ନା ସେତେବେଳେ ବର୍ଷା ଟିକେ ବନ୍ଦ ହେଲା। ତ ଆମେ ମାର୍କେଟିଂ କରିକି ପନିପରିବା କିଣାକିଣି କରିକି ନେଇକି ଆସିଲୁ। ଆଉ ବହୁତ ଶସ୍ତା ବି ଥିଲା ଆଜି, କାହିଁକିନା ବର୍ଷା ହେଇଛି। ତ ଦେଖିବା ମୁଁ କ'ଣ ନେଇକି ଆସିଛି। ଏଠି 2ଟି ବ୍ୟାଗ୍ ଥୁଆ ହେଇଛି, ଏ ବ୍ୟାଗରେ ମୁଁ ନେଇକି ଆସିଛି। ଚାଲନ୍ତୁ ଦେଖିବା। ତ ଚାଲନ୍ତୁ ଦେଖିବା ମୁଁ କ'ଣ କ'ଣ ନେଇକି ଆସିଛି। ସର୍ଫ, କଦଳୀ, ଅଟା, ତ ଚାଲନ୍ତୁ ଦେଖନ୍ତୁ ମୁଁ କ'ଣ କ'ଣ ପନିପରିବା ନେଇକି ଆସିଛି। କ୍ୟାପ୍ସିକମ୍, ଟମାଟୋ, କଞ୍ଚା କଦଳୀ, ଫୁଲକୋବି, ବିନ୍ସ ଆଉ ପାଚିଲା କଦଳୀଟି ନେଇ ଆସିଛି। ବାସ୍ ଆଉ ଏତିକି ସାମାନ ଆଣିଛି। ଆଉ ଡାଲି, ତେଲ, ମସଲା ଏଗୁଡ଼ାକ। ଆଉ ସାଙ୍ଗମାନେ ଆପଣମାନେ ଗୋଟେ କଥାଟା ଜାଣିଛନ୍ତି, ଫୁଲକୋବି ଯେତେବେଳେ ଆଣିବେ ନା ଏଟାକୁ କାଟିକି ରଖିଦେବେ, ତାକି ଏଟା ଖରାପ ହବନି। ତବେ ମୁଁ ସେଇଆ କରିବି, ଆକୁ କାଟିକି ରଖିଦେବି। ଯେହେତୁ ପାଣି ପଡ଼ିଯାଇଛି କି ନାହିଁ, ତ ଖରାପ ହେବାର ସମ୍ଭାବନା ବହୁତ ଅଧିକ ଥାଏ। ତ ମୁଁ ଆକୁ କାଟି ନେଉଛି। ଏମିତିରେ ତ ଖରାପ ହେଇଯିବ ଏଇଟା, ତାକୁ ଜଲ୍ଦି ବନେଇ ଖାଇବାର ଅଛି, କାହିଁକିନା ବର୍ଷା ପାଣି ପଡ଼ିଯାଇଛି ସେଇଥିଲାଗି। ମୁଁ କାଟି ନେଇଛି, ଦେଖନ୍ତୁ ଆକୁ ଜଲ୍ଦି ବନେଇ ଖାଇବି, ନହେଲେ ଇଏ କାଲି ସକାଳ ବେଳକୁ ଖରାପ ହେଇଯିବ। ଏତେ ଗୁଡ଼ା ପନିପରିବା କ'ଣ ହବ, ତ ସେଥିପାଇଁ ମୁଁ ଟିକେ ଟିକେ ହିଁ ନେଇକି ଆସିଛି। ବିନ୍ସ ଆଉ କଞ୍ଚା କଦଳୀ ନା ମୋର ବହୁତ ପସନ୍ଦ। ଆକୁ ଆଣିକି ଛାଣିକି ଖାଇବାକୁ, ନଚେତ ପିଠଉ ଦିଆ ଭଜା କରି ଖାଇବା ପାଇଁ ତ ମୋତେ ବହୁତ ଭଲ ଲାଗୁଛି। ତ ମୁଁ ନେଇକି ଆସି ଯାଇଛି 6ଟି କଦଳୀ। ଏତିକକୁ 40 ଟଙ୍କା, ବହୁତ ଶସ୍ତାରେ ମିଳିଗଲା ମୋତେ। ଆଉ କ୍ୟାପ୍ସିକମ୍ ନେଇକି ଆସିଛି, ଆଉ ଟମାଟୋ। ଆକୁ ବି ସଜାଡ଼ିକି ରଖିଦେବା, ନାଇଁ ତ ଇଏ ବି ଖରାପ ହେଇଯାଇପାରେ। ମୁଁ ଜାଣିକି ନା କଞ୍ଚା କଞ୍ଚା ଆଣିଛି। ପାଖରୁ ଟିକେ ଦେଖେଇଦେଲ ଶୁଭମ। କଞ୍ଚା କଞ୍ଚା ଟମାଟୋ ଆଣିଛି, କାହିଁକି ନା ଏକାଥରେ ସବୁ ପାଚିଗଲେ ଖରାପ ହେଇଯିବ କି ନାହିଁ, ସେଇଥିପାଇଁ ମୁଁ କଞ୍ଚା କଞ୍ଚା ଦେଖି ଆଣିଛି। ସେ ଆରାମସେ ପାଚିକି ଠିକ୍ ହବ, ମାନେ ଠିକ୍ସେ ପାଚିବ ସେଇଥିପାଇଁ। ଆଉ ଏଇଟା ପାଚିଲା କଦଳୀ ତ ମୋର ପସନ୍ଦ। ତ ପାଚିଲା କଦଳୀ ବି ନେଇକି ଆସିଯାଇଛି। ଏତିକ 25 ଟଙ୍କା ନେଲା। ଆଉ ଏଇଟା ତା ପାଖରେ ଚେଞ୍ଜ ନଥିଲା, ଯେହେତୁ 5 ଟଙ୍କା, ତ ଦିଟା ଦେଇଦେଲା ମୋତେ। ଆଉ ଏମିତି ଆଉ କିଛି କଥା ନାହିଁ। ଆଉ ଗୋଟେ କଥା, ଆପଣମାନେ ଭାବୁଥିବେ କ'ଣ ଆଙ୍କର ଫ୍ରିଜ୍ ନାହିଁ କି, କ'ଣ ବାହାରେ ପରିବା ଡାଲା ରଖୁଛନ୍ତି? ଆପଣମାନେ ଠିକ୍ ଗେସ୍ କରିଛନ୍ତି। ଆମର ଫ୍ରିଜ୍ ଅଛି, କିନ୍ତୁ ମୁଁ ଚଲଉନି। ମୁଁ ବର୍ତ୍ତମାନ ବାହାରେ ହିଁ ପନିପରିବା ରଖୁଛି। ତ ଆପଣମାନଙ୍କୁ ଦେଖେଇ ଦେଉଛି, ଆମ ଫ୍ରିଜ୍ଟା ଏଇଠି ଅଛି। ଦେଖେଇ ଦେଉଛି ଟିକେ, ଦେଖନ୍ତୁ କଭର କରିକି ରଖାଯାଇଛି ଆମ ଫ୍ରିଜ୍। ଦେଖନ୍ତୁ କେତେ ସଫା କରି ମୁଁ ରଖିଦେଇଛି ଫ୍ରିଜ୍କୁ। ତ ସେଇଥିଲାଗି ମୁଁ ମାନେ ଫ୍ରିଜ୍ ଏବେ ଶୀତ ଦିନ ହିଁ ନାହିଁ, ତ ଫ୍ରିଜ୍ର ଆବଶ୍ୟକତା ହିଁ ନାହିଁ। ତ ସେଇଥିଲାଗି ମୁଁ ଫ୍ରିଜ୍ ବନ୍ଦ, ଡାଲା ରଖିକି ରୋଷେଇ କରିବା। ଆକୁ କଭର କରିକି ରଖିଦେବା। ଆଉ ଅଦା ଟିକେ ରଖିଦେବା। ଏଇଟା ହେଉଛି ବିରି ଡାଲି, ସୋରିଷ, ଜିରା, ଲଙ୍କାଗୁଣ୍ଡ, ମସଲା ଗୁଣ୍ଡ, ଛୋଲେ, ଚଣା ଡାଲି, ହଳଦୀ ଗୁଣ୍ଡ, ଚିନି, ଅଟା, ଆଉ ଇଏ ହେଇଗଲା ସର୍ଫ,
ଚାପତି ଆଉ ବାକି ସେମିଆ ରଖି ସାରିଲେଣି। ଡାଲି ଏଇଥିରେ ଏତିକି ଧରିଲା ଆଉ ବାକି ପଲିଥିନ୍ ଅଛି ଜାଗା ଧରିଲାନି ତ ରଖିଦେଇଛି, ଅଲଗା ଡବା ରଖିଦେବି। ତ ଏଇଟା ଗୋଟେ କ'ଣ, ହଁ ଏଇଟା ଅଲଗା ଡାଲିଟା ତ କାଗଜରେ ପୁରା ବାନ୍ଧି ଦେଇଛି। ବାସ୍ ଏତିକି। ଏଇଟା ହେଉଛି ଫୁଲବାଣୀର ଫେମସ୍ ମସଲା, ଯାହାକି ଆମର ଗଞ୍ଜାମ ଜିଲ୍ଲା ପଟେ ମିଳୁନି। ବାକି ମୁଁ ଯଦି ଏଇଠୁ ଏ ମସଲାଟା ନେଇଥିବି ବୋଲେ ଆମ ଘରୁ ସବୁ ମାଗି ନେଇ ସବୁ ସାରି ଦେଉଛନ୍ତି। ମାତ୍ର ମାନେ ଏଇ ମସଲାଟା ଏତେ ବହୁତ ବଢ଼ିଆ, କଲର୍ ବି ତ ଓହୋ ଏଇଟା ଖଡ଼ଗପୁର ମସଲା, ମୁଁ ଜାଣିନଥିଲି। ମୁଁ ଭାବୁଥିଲି କି କନ୍ଧମାଳ ଜିଲ୍ଲାରେ ଯେଉଁ ଜଙ୍ଗଲରୁ କାଠ ଏଗୁଡ଼ା ସବୁ ନେଇକି ଆସି ମାନେ ଜଙ୍ଗଲୀ ମସଲା ସେମାନେ ବନେଇ ଥାଉଛନ୍ତି ଆଦିବାସୀ ଲୋକମାନେ, ମୁଁ ଭାବୁଥିଲି। କିନ୍ତୁ ଏ ମସଲାଟା ନା ବହୁତ ମସ୍ତ ଲାଗେ, କଲର୍ ବି ତରକାରୀ ଯେମିତି ହେବ ଟେଷ୍ଟ ବି ସେମିତି, ବାସ୍ନା ବି ବହୁତ ଫେମସ୍। ତ ଆମର ସେପଟେ ମିଳେନି ମସଲାଟା ଗଞ୍ଜାମ ପଟେ, ତ ମୁଁ ଆମ ଗାଁକୁ ଗଲେ ମୁଁ ଏଇଠୁ ଏ ମସଲାଟା ନେଇକି ଯାଏ। ଆମ ଘରେ ସମସ୍ତେ ଖୁସି ହୁଅନ୍ତି ମସଲା ଖାଇ, ଆଉ ସେ ଆମ ପଡ଼ିଶା ଘର ଲୋକମାନେ ଯେଉଁମାନେ ବି ଜାଣିଛନ୍ତି ସେମାନେ ବି ଏ ମସଲାଟା ମାଗି ନିଅନ୍ତି ଆଉ ଖାଆନ୍ତି। ଦେଖନ୍ତୁ ଏଇ ମସଲାଟି ବହୁତ ବଢ଼ିଆ ଲାଗେ। ତ ଯେଉଁମାନେ ବି ଫୁଲବାଣୀରେ ଅଛନ୍ତି, ଯେଉଁମାନେ ବି ଜାଣିନାହାନ୍ତି ମସଲା ନେଇକି ଖାଆନ୍ତୁ, ଥରେ ରୋଷେଇ କରି ଖାଆନ୍ତୁ, ଦେଖିବେ କେମିତି ଟେଷ୍ଟ। ତ ବାସ୍ ହଁ, ତ ଏତିକି। ଆଉ କ'ଣ କହିବି, ବାକି ଏମିତି ପନିପରିବା ସବୁ ନେଇକି ଆସିଛି। ଆଉ ଦେଖେଇଦିଅ ଟିକେ ଯାହା ସବୁ ଚାରିଆଡ଼େ ଏମିତି ବିଛା ହେଇକି ପଡ଼ିଛି, ଦେଖନ୍ତୁ। ଏମିତି ଆଉ କ'ଣ କରିବା ଆଉ। ହଉ ଚାଲନ୍ତୁ, ବାକି ଯାହା ରହିଲା ଡବାରେ ପ୍ୟାକିଂ କରି ଆପଣଙ୍କ ସହିତ କଥା ହେଉଛି। ଭିଡ଼ିଓଟି ମୁଁ ଏଇଠୁ ଏଣ୍ଡ କରିବା ପାଇଁ ଯାଉଛି। ଏଣ୍ଡ କରିବା ପୂର୍ବରୁ ପୁଣି ଥରେ ଆପଣମାନଙ୍କୁ କହିଦେଉଛି, ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିହାତି କରିବେ ଆଉ କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଛି। ତ ଆଜିର କୁକିଂ ଭିଡ଼ିଓ ମୋର କେମିତି କ'ଣ ଥିଲା କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ। ଆଉ ଭିଡ଼ିଓଟି ଏଣ୍ଡ କରିବା ପୂର୍ବରୁ ପୁଣି ଥରେ ମୁଁ ଆପଣମାନଙ୍କୁ କହିନେଉଛି, କମେଣ୍ଟ କରିବା ପାଇଁ ବିଲକୁଲ ଭୁଲିବେନି। ଆଉ ପୁଣି ଦେଖାହେବା ଆଉ ଗୋଟେ ନୂଆ ଭିଡ଼ିଓରେ। ତ ରହିଲି, ରାଧେ ରାଧେ।